फ्रेंड्स वेलकम टू माय मिनी ब्लॉग। आई होप कि आज भिडियोटा आपण मानक निश्चिंत भाव में भल लगे। आज भिडियो रेसिपी को लेकिन आज जेहेतु मंडे अच्छी आमर कौन कौन आज खाइबार बनूची तो आज जस्ट तार गोटे मिनी ब्लॉग बनाऊची। तो चलते देखिए आज आमर कौन बनूची से आज आमर कौन बनूची देखिए। ये तो ऑलरेडी भात तो आमर बनी सारी ତା ସହିତ ବାଇଗଣ ବି ଭଜା ହେଇକି ରଖା ହେଇଛି ଦହି ବାଇଗଣ। ତା ସହିତ ମୁଁ ଏବେ ଆଳୁ ପୋଟଳ ବନଉଛି ତ ସେଥିପାଇଁ ତ ମସଲା ସବୁ ରେଡି କରିକି ଏଠି ରଖିଦେଇଛି। ତ ପ୍ରୋସେସ ଚାଲିଛି। ପୋଟଳ ଫୋଟଳ ଭାଜିକି ରଖିଦେଇଛି ତାପରେ ଏବେ ଆଳୁକୁ ଭାଜୁଛି। ଆଳୁ ଭଜା ହେଇ ସାରିଲା ପରେ ଆଉ ସମସ୍ତେ କଷା କରିକି କରିବା ଆଉ। ଗରମ ହଉଛି ଯେ ଶୋଇ ହବନି। ଆମର ଅଛି ଟିକେ ପବନ ଆସୁଛି କିନ୍ତୁ ଏଠି ବି ଆମର ସବୁ ଘର କରିକି ବସି ପଡିଛନ୍ତି ଅଣ୍ଡା ଫଣ୍ଡା ଦେଇକି ତାଙ୍କ ଘର କରିକି ବସି ପଡିଛନ୍ତି ସବୁ। ସେଥିପାଇଁ ମାନେ ଡରି ଯାଉଛନ୍ତି ଝରକା ପାଖକୁ ବି ଆସି ହଉନି। ରୋଷେଇ ଘରେ ବହୁତ ହି ଗରମ। କଣ କରିବା ଗରମରେ ବି ରୋଷେଇ କରିବାକୁ ପଡିବ ନହେଲେ ଖାଇବା କଣ। ତ ସାଧାରଣତଃ ମୋର ରୋଷେଇ ତ ଚାଲିଛି। ଆଳୁ ବି ଭଲସେ ଭାଜି ଯାହାକୁ କାଢିଦବା ଆଉ। ଏଇଟା ଭାଜିଗଲା ତାକୁ କାଢିଦେଲେ ନେକ୍ସଟ ଏବେ କରେଇରେ ତ ତେଲ ଅଛି। ଚାଲନ୍ତୁ ପ୍ରୋସେସ ଷ୍ଟାର୍ଟ କରିବା। के डालचीनी नहीं पकेदबा। डालचीनी पर टिके पियाज काटी रखी पकेदबा। ଟିକେ ହାଲକା ଗୋଲ୍ଡେନ ହବା ପର୍ଯ୍ୟନ୍ତ ଭାଜିବା। ତାପରେ ସବୁ ମସଲା ପକେଇବା। ଯେତେଟା ଗୋଲ୍ଡେନ ବ୍ରାଉନ ହେଇଗଲା ପରେ ଏଠି ଆମେ ସବୁ ରଖିଛି ଟମାଟୋ, ଧନିଆ ପାଉଡର, ଜିରା ପାଉଡର, ହଳଦୀ, ଲଙ୍କାଗୁଣ୍ଡ, ତେଜପତ୍ର ସବୁ ରଖିଛି। ତାକୁ ତେଲ ପକେଇଦବା। ପିଆଜ ବର୍ତ୍ତମାନ ହେଇଗଲାଣି ଟିକେ ଟିକେ ଗୋଲ୍ଡେନ ଗୋଲ୍ଡେନ ସବୁ ପକେଇଦବା ସବୁ ମସଲା। ମସଲାରେ ଏଠି ମୁଁ ପିଆଜ ଅଦା ରସୁଣ ପେଷ୍ଟ ଆମର ବାଟିକି ରଖା ହେଇଥିଲା ତ ସେଟା ଆଡ୍ କରିଛି। ତ ଅଦା ରସୁଣ ପେଷ୍ଟ ପକେଇ ସାରିଲା ପରେ ତ ମୁଁ ଯାହାକୁ ସଜେଇକି ରଖିଛି ଟମାଟୋ, ଧନିଆ ପାଉଡର, ହଳଦୀ ପାଉଡର, ଲଙ୍କାଗୁଣ୍ଡ, ତେଜପତ୍ର ସବୁ ଆଡ୍ କରିଦବା। ସେମିତି ମସଲା ଟିକେ ଭଲସେ କଷିବା। ମସଲା କଷି ଆସିଲା ପରେ ଆମେ ଭାଜିକି ରଖିଥିବା ପେଷ୍ଟ ଆଳୁକୁ ଆଡ୍ କରିବା। କାଶ୍ମୀରୀ ରେଡ୍ ଚିଲି ପାଉଡରଟା ନେଇଛି ସେଟାକୁ କଲର ପାଇଁ ଆପଣ ଚାହିଁଲେ ପକେଇ ପାରିବେ ନହେଲେ ନାହିଁ। ଅଳ୍ପ ଟିକେ ପକେଇଦେବେ କଲର ହବା ପାଇଁ। ତାପରେ ମସଲାକୁ ଭଲସେ କଷିଦେବେ। ମସଲା ତ ଅଲମୋଷ୍ଟ କଷି ହେଇଗଲାଣି। ମସଲା କଷି କଷି ମୁଁ ବି କଷି ହେଇଗଲାଣି। ଦେଖିପାରୁଥିବେ ଆପଣ କେତେ ସାରା ହେଇଗଲାଣି ମତେ। ତ ମସଲା କଷି କଷି ମୁଁ ବି କଷି ହେଇଗଲି। ମସଲା ଆମର କଷି ହେଇଗଲାଣି। ଦେବେ ଆଳୁ ପୋଟଳ ଆଳୁ ପକାଇବା। ଭାଜିକି ରଖିଲେ ଆଳୁ ପୋଟଳ ତାକୁ ଆଡ୍ କରିଦେବା। ଆଡ୍ କରିକି ଆଉ ଟିକେ ଭଲସେ ମସଲାକୁ କଷିଦେବା। ସ୍ଲାଇଡ୍ ପାଣି ଦେଇକି ଆଉ ପୋଟଳକୁ ଭଲସେ ମିଶେଇ ଦେଇଛି ମସଲା ସହିତ 2-3 ମିନିଟ୍। ତ ଏଠି ଆମେ ଏବେ ଟେଷ୍ଟ ଆକର୍ଡିଂ ଲୁଣ ବି ଆଡ୍ କରିଦେବା। ଟେଷ୍ଟ ଆକର୍ଡିଂ ଲୁଣ ପକଉଛି। ଟିକେ ଭଲ ମିଶିଦେବା। ତାପରେ ପାଣି ଦେବା। ପାଣି ବି ମାନେ ଝୋଳ ଯେତିକି ଆପଣ ଖାଇବେ ସେତିକି ଦେବେ। ନହେଲେ ବେଶୀ ପାଣି ହେଇଗଲେ ଝୋଳ ଟେଷ୍ଟ ସେତେ ଭଲ ଆସେନି। ତ ମୁଁ ବି ଏଥିରେ ବେଶୀ ପାଣି ଦେବିନି, ଅଳ୍ପ ପାଣି ଦେଇକି କରିବି। ତରକାରୀ ଖାଇବାକୁ ଭଲ ଲାଗେ। ମାନେ ଟିକେ ଡ୍ରାଏ ଡ୍ରାଏ ହେଇଥିବ, ଚିକଣ ଚିକଣ ବି ଖାଇବାକୁ ଭଲ ଲାଗେ। ଆପଣଙ୍କ ଇଚ୍ଛା ଉପରେ ଆପଣ ଏଟାକୁ ଖାଇପାରିବେ। ଯଦି ଏମିତି ଖାଇପାରିବେ ବି ଭଲ। ଆମେ ଯଦି ଭାତ ସହିତ ଖାଉଛନ୍ତି ତାହେଲେ ଟିକେ ପାଣି ଝୋଳ ଦରକାର। ରୁଟି ସହିତ ଖାଉଛ ତ ଏମିତି ଆପଣ ଆରାମସେ ଖାଇପାରିବେ। କଷେଇ ସାରିଲାଣି, ମସଲା ମିଶିଗଲାଣି ତ ମୁଁ ଟିକେ ପାଣି ଆଡ୍ କରିଦଉଛି।
ଆଡ୍ କରିଦେଇକି ଟିକେ ଫୁଟିବା ପାଇଁ ଛାଡ଼ିଦେବି। ହେଲା ପରେ ମୋ ଅବସ୍ଥା ଯାହା ହେଲାଣି, ଫ୍ୟାନ୍ ପାଖରେ ବସି ପଡେ, ତାପରେ ଯାଇ ଦେଖିବା ଯାହା ହେଇଯିବ ଆଉ। ଆମର ତରକାରୀ ଫୁଟିଗଲାଣି, ପାଣି ତାପରେ ଧନିଆ ପତ୍ର ପକେଇଦବ। ତାପରେ ବନ୍ଦ କରିଦବା ଏବେ।